আজি মু ছুইনি মিছটারে হুয়ে লোক হসা এ তো বাকি অছি কালির নিশা এ তো বাকি অছি কালির নিশা এটি সমস্ত জনে জনে বেইমান হেলে এ মদ কেবে হেলে কহ সহিত বেইমান করে না ସେଥିପାଇଁ ମୁଁ ଏ ମଦକୁ ମୋ ଜୀବନ ସାଥୀ ରୂପରେ ବାଛି ନେଇଛି। ଏ ଭାଇ ମୁଁ ପିଉଛି, ତମେ ପିଇବ? ପିଅ ପିଅ ମଦ ପିଅ, ହେଲେ ମାତାଲ ହୁଅନି। ଆଉ ପ୍ରେମ କର, ହେଲେ କାହାକୁ ହୃଦୟ ଦିଅନି। ଆଉ ବିବାହ କର, କିନ୍ତୁ ସଂସାର କରନି। ଏ ସଂସାରଟା ମିଛ, ଆଉ ଏ ସଂସାରରେ ଥିବା ସବୁ ମଣିଷ ମିଛ ମଣିଷ। ଆଉ ସବୁଠାରୁ ବେଶୀ ମିଛଇ ହେଲେ ଏ ସଂସାରର ନାରୀ ଜାତି। ଜଣକୁ ପ୍ରେମ କରିବେ, ହୃଦୟ ସହିତ ଭଲ ପାଇବେ, ତାଠାରୁ ସବୁ କିଛି ଲୁଟି ନେଇ ଅନ୍ୟ କାହା ସହିତ ହର୍ଷଉଛୁ। ତେଣୁ এই ସମାଜର ନାରୀ ଜାତିକୁ ମୁଁ ଘୃଣା କରେ। କାହିଁକି ନା ଏମିତି ଏକ ସମୟ ମୋ ଜୀବନରେ ଆସିଥିଲା, ମୁଁ ଦିନେ ହୃଦୟ ଦେଇ କାହାକୁ ଭଲ ପାଇଥିଲି। ନିଝୁମ ରାତିର ଅନ୍ଧାରି ଆଲୁଅରେ ତାର ପାଦର ପାଉଁଜି ରୁଣୁଝୁଣୁ ଶବଦରେ ମୋ ହୃଦୟଟା ତରଳି ଯାଉଥିଲା। ହେଲେ ସେ କ'ଣ କଲା ଜାଣିଛ? ମୋତେ ପ୍ରତାରଣା କରି ଆଉ କାହା ସହିତ ଚାଲିଗଲା। ଆଉ ସେ ଥିଲା ମୁଁ ଅଧା ରାତିର ସାଥୀ। মন ঝুরে লুহা ঝরে ଗଲି କନ୍ଦି ଗାଁ ସହର ସବୁଠି
ସବୁଠି ମୁଁ ଖୋଜୁଛି ମୋର ସେଇ ଅଧା ରାତିର ସାଥୀକୁ। ଏଠି ସମସ୍ତଙ୍କ ମୁହଁରେ ମୁଁ ଦେଖୁଛି ମୋର ସେଇ ଅଧା ରାତିର ସାଥୀକୁ, ହେଲେ କେହି ବି ମୋ ଅଧା ରାତିର ସାଥୀ ଭଳି ଦେଖାଯାଉନାହାନ୍ତି। ଆଉ ସେଇ ଅଧା ରାତିର ସାଥୀକୁ ଭୁଲିବା ପାଇଁ ମୁଁ ଆଗେ ମଦକୁ ଆପଣେଇ ନେଇଛି। ପିବି, ମନ ଇଚ୍ଛା ପିବି। मनीष जुआड़े गला से ही शुणिला सुबुद्धि घुमुस्ता हरि बोल सुबुद्धि घुमुस्ता किए नाम देला हो केबे हेलानी पर्व बजार रे चिकेन कुकुटा सस्ता विक्रम संतराय होचंती मो भणंजा मो कथा को भावंती जानी 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 अबे चुप मुना धरिले ए बड़ बड़ लोकंकर डर मोर चुट्टी उड़ी था फर फर सुबुद्धि घुमस्ता हो तू गोटे बापर चेला बापा लो मो छातीटा धक धक कला इस मनीष झमेलार पड़ी गल रे बाबा इस इस मनीषटा मारी देला रे बाबा मामू अरे भणंजा नमस्कार चिर सुखी हो रे भणंजा अरे भणंजा मामू की दुर्घटना गंध एटी मौल रस पी किए बांतीटा करी देइछि भारी गंधौछि भारी गंधौछि रे भारी गंधौछि गुड़ाक बसी भनन करिछि अरे भणंजा तू उठ रे बापा उठ 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 मु कोना सोईछि मु परा उठेछि अरे भणंजा कह एठा कथा मो बुढ़ लोकर आखिटा टिके धुसुमा दिशुची सेतिपी मु कहिदेली कण मोर भूल ए मामू भणंजा मैं जहा कहिबा को अछि कह मामू अरे भणंजा जानिछो तू मते कहिथिलु कौन मामू मु केबे मो हातरे मद बोतल मु धरिबी नाही आ को झियर मु प्रेम रे मु पड़ीबी नाही
ହଁ ମାମୁଁ ମୁଁ କହିଥିଲି ମଦ ବୋତଲ ଧରିବି ନାହିଁ, ହଁ ହଁ ରେ ଭଣଜା, ଝିଅଙ୍କ ପ୍ରେମରେ ପଡ଼ିବି ନାହିଁ। ହଁ ହଁ। ହେଲେ ମାମୁଁ କ'ଣ କରିବ? ଆରେ ଭଣଜା, ଜାଣତରେ ହେଉ କି ଅଜାଣତରେ ହେଉ ଜଣେ ଝିଅ ପ୍ରେମରେ ମୁଁ ପଡ଼ିଥିଲି। ଆଉ ସେ ମୋତେ ପାଗଳ ପ୍ରେମିକ ସଜେଇ କାହା ସହିତ ଚାଲିଗଲା। ଆରେ ଭଣଜା, ତାକୁ ଭୁଲିବା ପାଇଁ ମୁଁ ଏ ମଦ ପିଉଛି ମାମୁଁ। ହେଲେ ମାମୁଁ ଭଣଜା, ତମେ ତ ଜୀବନରେ କାହାକୁ କେବେ ଭଲ ପାଇନ। ଆରେ ଭଣଜା, ତମେ କିପରି ଜାଣିବ ମଣିଷ ପ୍ରେମରେ ପଡ଼ିଲେ କିପରି ହୀନସ୍ତା ହୁଏ? ଆରେ ଭଣଜା, ସେଇ କଥା ତ ମୁଁ ତତେ କହୁଛି। ମଣିଷ ଭଲ ପାଇଲେ କି ହୀନସ୍ତା ହୁଏ ଜାଣିଛୁ? ମୁଁ ଜାଣିଛୁ ମୋର ଇଜ୍ଜତ ଅଛି। କେଉଁ ଝିଅକୁ ମୁଁ ଭଲ ପାଇବିନି, କେଉଁ ଝିଅକୁ ପ୍ରେମ ମୁଁ କରିବି ନାହିଁ। ମୋ ନାମଟା ହରିବୋଲ, ଆନନ୍ଦେ ବାର ହରିବୋଲ ହରିବୋଲ। ହଁ ମାମୁଁ। ସମସ୍ତେ କହୁଛନ୍ତି ମୁଁ ଗୋଟିଏ ଭଦ୍ରଲୋକ। হ্যাঁ মরবা পাগল হয়ে ଆରେ ଭଣଜା, ସେଇ ଅତୀତର ଦିନର କଥାଟା ତୁ ମନେ ପକା ଭଣଜା। ଅତୀତର କଥା? ହଁ ହଁ। କୋଉ କଥା ମାମୁଁ? ଆରେ ଭଣଜା, ତୋ ବାପା ତୋ ଭଳି ମଦ ପିଇ ପିଇ ଏଇ ଜମି ବାଡ଼ି ସୁନା ଗହଣା ବନ୍ଧା ପକେଇ ମଦ ପିଇ ପିଇ ଆର ପାଲିକୁ ଚାଲିଗଲା। ତାପରେ? ଜାଣିଛୁ ଭଣଜା, ତାପରେ ତୁ ଏଡ଼େଟି ହୋଇଥିଲୁ। ହଁ। ତୋ ମା ଭାନୁ ପ୍ରତାପ ପାଖରେ ବାସନ ମାଜି ତୋତେ ପୋଷିଥିଲା। ରାଜା ହଁ ହଁ ରାଜା ଭାନୁ ପ୍ରତାପ ଘରେ? ହଁ ହଁ। ଆଉ ତାପରେ? ତାପରେ କ'ଣ ଭଣଜା ଜାଣିଛୁ? କହିଲା ମୋତେ ତୋ ମା, ଆରେ ଭାଇ ମୁଁ ଏଡ଼େ ମୋ ପିଲାକୁ ମୁଁ ବାସନ ମାଜି ମୁଁ ପୋଷୁଛି, ହଁ। କେତେ ଦୁଃଖ କଷ୍ଟରେ। ତାପରେ ଭାନୁ ପ୍ରତାପ କ'ଣ କଲା ତୋ ମାକୁ ଜାଣିଛୁ? କ'ଣ କଲା? ଗୁପ୍ତ ପ୍ରେମ କଲା ଭଣଜା। ଓହୋ। ତାପରେ ଜାଣିଛୁ ଭଣଜା, ତୋ ମା ନିଆଁ ମାଗି ଗଲା। ସେଇ ଭାନୁ ପ୍ରତାପ ରାଜା ତୋ ମାକୁ ଏ ରାଜ୍ୟରୁ ତୋଡ଼ି ଦେଇଗଲା ଭଣଜା। ଆରେ ଭଣଜା, ସେଥିର ପରିଶୋଧ ତୁ ହିଁ ନେବୁ ଭଣଜା, ତୁ। ମାମୁଁ ଭଣଜା, ମାନେ ତମେ କହିବାକୁ ଚାହୁଁଛ ଯେ ମୋ ବାପା ଦିନେ ମଦ ପିଇ ପିଇ ରୋଗ ଶଯ୍ୟାରେ ପଡ଼ିଲା, ଆଉ ବାପାକୁ ଭଲ କରିବାକୁ ଯାଇ ମୋ ମା ରାଜା ଘରେ ଚାକରାଣୀ କରି ବାପାକୁ ଭଲ କରିବାକୁ ଚାକରାଣୀ କାମରେ ନିୟୋଜିତ ହେଲା। ଆରେ ଭଣଜା, ତାପରେ ମୋ ବାପା ରୋଗ ଶଯ୍ୟାରେ ପଡ଼ି ସ୍ୱର୍ଗବାସ ହେଲେ। ଆଉ ମା ସହିତ ରାଜା ଭାନୁ ପ୍ରତାପ ଗୁପ୍ତ ସମ୍ପର୍କ ରଖିଲା। ତାପରେ ମୁଁ ଜନ୍ମ ହେଲି, ଏଇଆ ନା? ହଁ ରେ ଭଣଜା। ଆଉ ଲୋକ ଲଜ୍ଜାକୁ ସହି ନ ପାରି ମୋ ମାଟା ଆର ପାଲିକୁ ଚାଲିଗଲା ରେ ଭଣଜା। ଆର ପାରିକୁ ଚାଲିଗଲା। ଆଉ ମାଟା ଶେଷ ଇଚ୍ଛା ଥିଲା ତା ପୁଅ ଏଇ ବିକ୍ରମ ଦିନେ ଏଇ ରାଜସିଂହାସନରେ, ସ୍ୱର୍ଣ୍ଣଗଡ଼ ରାଜସିଂହାସନରେ ରାଜା ହେବ। ଏଇଆ ନା? ହଁ ବିକ୍ରମ, ତୁ ସିଂହାସନରେ ରାଜା ହେବୁ। ତମେ ଠିକ କହିଛ ମାମୁଁ। ମୋ ପିତା ମାତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ଯାଏ ମୁଁ ଆଜି ଏଇଠାରେ ତମ ପାଖରେ ମୁଁ ପ୍ରତିଜ୍ଞା କରୁଛି, ମୋ ପିତୃମାତୃ ହନ୍ତାର ନିଶ୍ଚୟ ପ୍ରତିଶୋଧ ନେବି। ଆଉ କଲେ ବଲେ କୌଶଳେ ଏ ସ୍ୱର୍ଣ୍ଣଗଡ଼ର ରାଜା ହେବି। ହଁ ରେ ଭଣଜା, ମୋର ବି ଏଇ ଆଶା ଅଛି ରେ ଭଣଜା। ତେବେ କିପରି? ଚାଲ ହଁ ଭଣଜା। ବର୍ତ୍ତମାନ ଆମେ ଯିବା
রাজা দরবারকু। তবে চলো মামু। शुभ सूर्योदयर शुभ सकाळ पूर्व भाले दिवाकर କାର୍ଯ୍ୟରେ ସେ କାର୍ଯ୍ୟରତ ରବିଙ୍କ ରକ୍ତିମ ଆଭାରେ କି ସୁନ୍ଦର ଦେଖାଯାଏ ସମଗ୍ର ପୃଥିବୀ। ଆଉ ସବୁଠୁ ବେଶୀ ସୁନ୍ଦର ଦେଖାଯାଉଛି ମୋର ଏହି ରାଜବାଟୀ ଗୋଟି।
ସ୍ୱର୍ଣ୍ଣଗଡ଼ ରାଜବାଟୀ ଆଗେ ଇନ୍ଦ୍ରପୁରୀ ସମ ସ୍ୱର୍ଣ୍ଣଗଡ଼ ରାଜବାଟୀ विशाल स्वर्णगढ़ राजा भानु प्रताप आज बहुत आनंदित कहीं विवाहर दीर्घ वर्ष पर राणी स्वर्णप्रभा कोइलरे खेली एक पुत्र संतान तारी कुआ कुआरा बरे उछुरी पड़ुछि मोर ई पिताल प्रसाद हेले ए स्वर्णगढ़ राजबाटी रे राजा भानु प्रताप छड़ा ए जाए कहारी निज भांगिनी माया माया स्वामी माया को कहीं खोजुंट अरे बाबा तुमार मन अच्छी ना आउ थे मन पकईदेवी स्वामी हाँ तुम्हें तो सब समय खाली पुओ पाखे रही मानी पुओ हो तुम्हें मत भी भूलीगलनी मानी मनटा एया जे सेजार उठी नित्यकर्म सारिबा परे मत गरमा गरम कॉफी दरकार पड़ी थाए अच्छा कहल मायार ए जाए कौन निद भांगिनी ओहो आजिकल देखुची से चाकरणी उपरे बहुत निर्भर कर सारे सकाल सकाल गरम कॉफी दरकार गाधुआ गरम पानी दरकार ताहले भी माया सब कापरी माया देखुच मु कौन मरी गली ओहो रानी कही नथिले से सब तमे बुझुथिल एबे तो चाकराणी आसीगला तमे अंतसत्य हेब दिनठू से आसे राजबाटीर दायित्व बुझवा सहित पुओ सूर्यकांतर जत्न नेउछि कौनसी कार्य ताकू कहवाक पड़ुनी ता कथबार्ता ता तार व्यवहार देखिले लगुच सत जमिति केउ जन्मरे से अमती निजर थिला स्वामी ताहा भी अनुभव कर सारी ताहा ही नथिले ए केते मास भितरे ए घर को आपणार करि न थांता आ सब काम रे खोजा पड़ु न थांता आ तम मुहनु एते सारा भल पाइबा मिलु न थांता ओहो कौन प्रशंसा कली अरे मो जगार जे कहीं भी थिले भी ताको एमिति प्रशंसा करि थांता गोटाए चाकराणी टे होई एते बड़ राजबाटीर दायित्व बुझुछि से तुलन रे ता परिश्रमर मूल्य आमे देई परिबानी थाउ थाउ आउ टेको ना महारानी स्वर्णप्रभा सनगढ़ राजन हे सुन बचन जानी पारिबी कि प्रशंसार कारण महारानी स्वर्णप्रभा सोनगढ़ राजन हे सुन बचन जानी पारिबी कि प्रशंसार कारण सोनगढ़ राजन हे सुन बचन जानी पारिबी कि प्रशंसार कारण पर नारी प्रति काहिकी मन আজি एते उछन हो मन আজি एते उछन हो मन আজি एते उछन अन्य नारी प्रति होइन आकर्षित होइदिया रामायण महाभारत
ମାନୁଛି ମାୟା ଭଲ ହେଲେ ତମ ମନରେ ତା ପ୍ରତି ଏତେ ଦୁର୍ବଳତା କାହିଁକି ଗୋଟିଏ ନାରୀକୁ ଈର୍ଷା କରିବାରେ ବାଧ୍ୟ କରିବ? ସନ୍ଦେହ କରିବାଟା ତୁମ ସ୍ତ୍ରୀ ଜାତିରେ ଗୋଟିଏ ବଦଗୁଣ। ଆରେ ଗୋଟାଏ ଚାକରାଣୀଟିଏ ହୋଇ ଏତେ ବଡ଼ ରାଜବାଟୀର ଦାୟିତ୍ୱ ବୁଝୁଛି, ସେ ତୁଳନାରେ ତା ପ୍ରତି ପଦେ କହିଦେବି ବୋଲି ତାକୁ ନେଇ ମୋ ଚରିତ୍ରକୁ ସନ୍ଦେହ କରୁଛ? ହଉ ବାବା ହେଲା, ମୋର ଭୁଲ ହେଇଛି। ଆସୁଛି ତାହେଲେ, ପୁଅ ମୋର ସିଆଡ଼େ କାନ୍ଦୁଛି। ଠିକ୍ ଅଛି ମହାରାଣୀ। ସତରେ ସ୍ତ୍ରୀ ଜାତିଟା ଭାରି ସନ୍ଦେହୀ, ଆଉ ତାଙ୍କର ଦୃଷ୍ଟିକୋଣ ସତରେ ଦିବ୍ୟ ଦୃଷ୍ଟି। ସ୍ୱର୍ଣ୍ଣପ୍ରଭା ଗର୍ଭବତୀ ହେଲା ଦିନଠୁ ମାୟାବତୀକୁ ଚାକରାଣୀ ଭାବରେ ରଖାଗଲା। ଅନେକ ଦିନର ବ୍ୟବଧାନ ପରେ କାମ ବାସନାର ଭୋକ ମେଣ୍ଟାଇବା ପାଇଁ ସ୍ଥାନ କାଳ ପାତ୍ର ବିଚାର ନ କରି ସେଦିନ ମାୟାବତୀ ସହିତ ମୁଁ ମଣିମା, କଫି ନିଅନ୍ତୁ। ମଣିମା, କଫି ନିଅନ୍ତୁ। ରଖ ସେଇଠି ରଖିଦେ। ମଣିମା, ଆଜି ଆପଣଙ୍କର କ'ଣ ହେଇଛି? ଆପଣ ମୋ ହାତରୁ କଫି ନେଇ ଢୋକେ ପିଇ ସାରିବା ପରେ ମୋତେ କେତେ ଯେ ପ୍ରଶଂସାରେ ପୋତି ଦିଅନ୍ତି, ହେଲେ ଆଜି ଆପଣଙ୍କର କ'ଣ ହେଇଛି ମଣିମା? ଓହୋ, କହିଲି ପରା, ରଖ ସେଇଠି। ମଣିମା, ଆଜିକି ମୁଁ 8 ମାସ ହେଲା ଆପଣଙ୍କ ଘରେ ରହି ଆସୁଥିଲି। ଆପଣ କେବେ ବି ମୋତେ ଏମିତି ବିରକ୍ତ ହେଇ କିଛି ବି କହିନାହାନ୍ତି। ହେଲେ ମୁଁ ଏଠି ରହୁଛି ବୋଲି ଆପଣଙ୍କର ଆଉ ରାଣୀମାଙ୍କର କିଛି ଅସୁବିଧା ହେଉନାହିଁ ତ? ନାଇଁ, ଅସୁବିଧା କ'ଣ? ବରଂ ତୁ ଆସିବା ଦିନଠୁ ରାଣୀ ସ୍ୱର୍ଣ୍ଣପ୍ରଭାର ଦାୟିତ୍ୱ କମିଯାଇଛି। ତ ସେବା ଯତ୍ନରେ ଏ ରାଜବାଟୀଟା ଚମକି ଉଠୁଛି। ହେଲେ ଆଜି ପର୍ଯ୍ୟନ୍ତ ତୋର କୌଣସି ଅସୁବିଧା ହେଇନି ତ? ନାଇଁ, ଆପଣଙ୍କ ଭଳି ସରଳ ଶାନ୍ତ ନିଷ୍ପତ୍ତ ରାଜା ଥାଉ ଥାଉ ଆପଣଙ୍କର କାହିଁକି ବା ଅସୁବିଧା ହେବ? ପିଅନ୍ତୁ ମଣିମା, କଫିଟା ଥଣ୍ଡା ପଡ଼ିଯିବ। ପିଇ ଦିଅନ୍ତୁ, ପିଇ ଦିଅନ୍ତୁ ମଣିମା। ଆଲୋ ଏ, କ'ଣ କିଛି କହୁନୁ ଯେ? ମଣିମା, ମାୟା, କ'ଣ କହିଲେ ମଣିମା? ଆପଣ ଶୁଣିବାକୁ ଚାହୁଁଛନ୍ତି? ତାହେଲେ ଶୁଣନ୍ତୁ ମଣିମା। ସେଇଦିନ, ସେଇ ଚାନ୍ଦିନୀ ରାତିର କଥାକୁ ମନେ ପକାନ୍ତୁ ମଣିମା, ମନେ ପକାନ୍ତୁ। ଆପଣ ମୋତେ କହିଥିଲେ ଗରମ ପାଣି ଆଣିବାକୁ, ହେଲେ ମୁଁ ଆପଣଙ୍କ ପାଖରେ ଗରମ ପାଣି ନେଇ ଆସିଲା ବେଳକୁ ସେଇ କାଲ କୋଠରୀରେ ଆପଣ ମୋ ସହିତ। ଥାଉ ମାୟା, ଥାଉ। ସେଦିନର ସେଇ କାଲ ରାତ୍ରିର ଘଟଣାକୁ ମନେ ପକାଇ ତୁ ଆଉ ମୋତେ ଲଜ୍ଜିତ କର ନା। ବରଂ ତୁ ଯାହା କହିବୁ ତୋ କଥା ମୁଁ ରଖିବି। କ'ଣ କହିଲେ ମଣିମା? ମୁଁ ଯାହା କହିବି ଆପଣ କ'ଣ ମୋ କଥାରେ ସହମତି? ହଁ, ସେଦିନର ସେଇ ଘଟଣାକୁ ଭୁଲିଯିବା ପାଇଁ ତୁ ଯାହା ମାଗିବୁ ମୁଁ ତୋତେ ଦେବି। ମଣିମା, ମୁଁ ଯାହା ମାଗିବି ଆପଣ ମୋତେ ଦେବେ। ହେଲେ କହୁ ଶୁଣନ୍ତୁ ମଣିମା, ଆପଣ ଦେଇପାରିବେ ମୋ ହାତ 2 ପଟ ଟଙ୍କା।
ମୋତେ ଦେଇପାରିବେ ମୋ ମଥାରେ ତୋପାଏ ସିନ୍ଦୁର। ମାୟା ନାଇଁ ମହାରାଜ, ଆପଣ ପାରିବେନି। କାହିଁକି? ଆପଣ ପରା ହେଉଛନ୍ତି ହଜାର ହଜାର ପ୍ରଜାଙ୍କର ରାଜା। ଆପଣ ଗୋଟିଏ ସାମାନ୍ୟ ଚାକରାଣୀକୁ ସିନ୍ଦୁର ତୋପାଏ। ନାଇଁ ମହାରାଜ, ଆପଣ ଦେଇପାରିବେନି, ଦେଇପାରିବେନି। ମାୟା ସେଦିନର ସେଇ ଘଟଣାକୁ ଭୁଲିଯିବା ପାଇଁ ତୁ ଯେତେ ଟଙ୍କା ସୁନା ଅଳଙ୍କାର ମାଗିବୁ ମୁଁ ତୋତେ ଦେବି। ହେଲେ ଏଇଟା କ'ଣ ମୋ ଭାଗ୍ୟର ଦୋଷ? ଏଇ ସବୁ କ'ଣ ମୋର ଭୁଲ? ନାଇଁ ମାୟା ନାଇଁ, ଦୋଷଟା ତୋର ନୁହଁ କି ଦୋଷଟା ମୋର ନୁହଁ, ଦୋଷଟା ହେଉଛି ସମୟର। ଟିକେ ଅପେକ୍ଷା କର, ତୋ ପାଇଁ ମୁଁ କିଛି ଟଙ୍କା ଆଉ ଗହଣା ଆଣିଦେଉଛି। ତୁ ଏଠାରୁ ଯାଇ ଅନ୍ୟ କୋଉଠି ଘର ସଂସାର କରିବୁ। ଅପେକ୍ଷା କର। ନାଇଁ ରାଜା ଭାନୁବ୍ରତ, ଟଙ୍କା ପଇସା ଗହଣା, ହେଲେ କ'ଣ ଏଇ ଟଙ୍କା ଗହଣା ପାଇଲେ ମୋ ପେଟ ପୁରି ଯିବନି? କାହିଁକି? ମୁଁ ପରା ମୋ ଅଧା ରାତିର ସାଥିକୁ ବଡ଼ କରିଦେଇ ଆସିଛି। କେବଳ ଏ ଟଙ୍କା ଗହଣା ପଇସା ପାଇଲେ? ନାଇଁ 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 ନାଇଁ, ହେଲେ ମୁଁ ଏମିତି କାହାଣୀର ଗତିପଥକୁ ବଦଳାଇ ଦେବି ଯେ ତୁ ବାଧ୍ୟ ହେଇ ମୋ ମଥାରେ ସିନ୍ଦୁର ଦେଇ ତୋର ପାଟ ରାଣୀ କରି ରଖିବୁ। ମୋ ନାଁ ତ ହେଉଛି ମାୟାବତୀ। ପାଗଳ କରିଛି ତୋତେ ମାୟାବତୀର ଚୋରା ପିଡ଼ତେ। ଏଇ ନେ ମାୟା କିଛି ଟଙ୍କା ଆଉ ସ୍ୱର୍ଣ୍ଣ ଅଲଙ୍କାର। ଥାଉ ମହାରାଜ, ଥାଉ। ସେସବୁ ମୋର କିଛି ଦରକାର ନାହିଁ। ମୋ ଭାଗ୍ୟରେ ଯାହା ଅଛି ମୁଁ ନେଇ ଚାଲିଯିବି। ହେଲେ ମୋ ଯିବା ପୂର୍ବରୁ ଆପଣଙ୍କୁ ଗୋଟିଏ କଥା କହିବି, ମୋ ଅନୁରୋଧ ରଖିବେ। କ'ଣ କ'ଣ କହିବାକୁ ଚାହୁଁଛୁ କହ। ମଣିମା, ମାୟା ଆପଣ ଯୋଉ ସେଇଦିନ ମୋତେ ଆପଣଙ୍କର ବାହୁ ବନ୍ଧନରେ ବାନ୍ଧି ରଖି କହିଥିଲେ, ଏ ମାୟା ଆଜି ସତରେ ତୁ ବହୁତ ସୁନ୍ଦରୀ। ମୁଁ ଯିବା ପୂର୍ବରୁ ଆପଣଙ୍କର ଉତ୍ତର ମୁଁ ଏତିକି ଟିକିଏ ଚାହେଁ ମଣିମା, ଏତିକି ଟିକିଏ ଚାହେଁ। ଏ ମାୟା ମଣିମା, ସତରେ ତୁ ଭାରି ଭଲ। ଆଜି ନା ବହୁତ ସୁନ୍ଦର ଦେଖାଯାଉଛୁ। ମଣିମା। ସ୍ୱର୍ଣ୍ଣପ୍ରଭା ସେଇଠି ଠିଆ ହୁଅ। ଟିକିଏ ଆଗରୁ ସନ୍ଦେହ କରୁଥିଲି, ହେଲେ ଏବେ ନିଜ ଆଖିରେ ଦେଖି ସାରିଲା ପରେ ସେ ସନ୍ଦେହଟାକୁ ମିଛ ବୋଲି ଭାବିବି ନା ସତ ବୋଲି ଭାବିବି ତମେ କୁହ। କ'ଣ କହିବାକୁ ଚାହୁଁ ତୁମେ? ରାଣୀ ମା, ଏଥିରେ ମୋର କୌଣସି ଦୋଷ ନାହିଁ। ମୁଁ ମଣିମାଙ୍କ ପାଇଁ କଫି ନେଇ ଆସିଲା ବେଳେ ମଣିମା ସରଳତାର ସୁଯୋଗ ନେଇ ମୋତେ ତାଙ୍କ ଛାତିରେ ଚାପୁଡ଼ି ଧରିଥିଲେ। ମିଛ କହି ବଦନାମ କରିବାର ଗୋଟାଏ ସୀମା ଥାଏ। ଗୋଟିଏ ଚାକରାଣୀ ସହିତ ମିଶିବାର ଗୋଟେ ସୀମା ଥାଏ। ସ୍ୱର୍ଣ୍ଣପ୍ରଭା, ତୁମେ ଯାହା କହୁଛ ଟିକେ ଭାବି ଚିନ୍ତି କୁହ।
ତମେ ତମେ ଏ ଘରେ ମତେ ନେଇ ରହିବ ନା ଚାକରାଣୀ ସହିତ ରହିବ କୁହ ସ୍ତ୍ରୀକୁ ଚାହ ନା ଚାକରାଣୀକୁ ନା ସ୍ତ୍ରୀକୁ ଥାଉ ମରେ ମା ରାଣୀ ମାଙ୍କ ଉପରୁ ହାତ ଉଠାନ୍ତୁନି ମୁଁ ଜାଣିଛି ନାରୀ ହୋଇ ଯଦି ଆଉ ନାରୀର ମନ କଥା ମୁଁ ଠିକ ବୁଝିପାରିଛି ଗୋଟେ ନାରୀ ତାର ଶଙ୍ଖା ସିନ୍ଦୁରରେ ଆଉ ଗୋଟେ ନାରୀ ଯଦି ଆଖିର ପ୍ଲୋବକ ପକାଏ ତାହା କେବେ ସେ ସହିପାରିବନି ମଣିମା ସହିପାରିବନି ଚୁପ୍ କର ମାୟା ତୁ ଯଦି ସହି ନ ପାରୁ ତାହେଲେ ମୋ ମଥାର ସିନ୍ଦୁର ମୋ ହାତର ଶଙ୍ଖା ନେଇ ପିନ୍ଧିଦିଏ ରାଜରାଣୀରେ ତୁ ଚାକରାଣୀ ତୁ ରାଜରାଣୀ ହେଇ ରହିବୁ ଆଉ ସବୁଦିନ ପାଇଁ ଏ ଘର ଛାଡ଼ି ମୁଁ ଚାଲିଯିବି ନାଇଁ ରାଣୀ ମା ନାଇଁ ମୁଁ ମହାରାଣୀ ହେବାକୁ ମୁଁ ଆଶା କରିନି କାହିଁକି ମୋ ପାଇଁ ଆପଣଙ୍କ ଏ ସୁନା ସଂସାର ଭାଙ୍ଗି ଯାଉ କ'ଣ ମୁଁ ଆପଣଙ୍କ ଘରେ କାମ କରି ଆସିଛି ବୋଲି ନାଇଁ ରାଣୀ ମା ମଣି ମାଙ୍କ ଏ କଥା କୁହନ୍ତୁନି ସବୁ ଦୋଷ ହେଉଛି ମୋର ମଣି ମା ମୁଁ ଏଥର ଯାଉଛି ମଣି ମା ମୋ ଭାଗ୍ୟକୁ ଦୋଷକୁ ଆଦରି ମୁଁ ଏ ଘରୁ ଚାଲି ଚାଲି ଯାଉଛି ଯଦି ମୋର ଭୁଲ କିଛି ହେଇଥାଏ ମୋତେ କ୍ଷମା କରିଦେବେ ମଣି ମା କ୍ଷମା କରିଦେବେ ଆସୁଛି ରାଣୀ ମା ଆସୁଛି ସାମାନ୍ୟ କଥାକୁ ନେଇ ଏତେ ବଡ଼ ବାସା କରିବା ଠିକ ହଉନି ଦେଖ ସ୍ୱାମୀ ମତେ କୁହ ନାଉ ସେ କଥା ହେ ପ୍ରାଣେଶ୍ୱର ଚନ୍ଦ୍ରପ୍ରଭା
प्रजार हत्या करता विधाता तुमको आज मु न्याय मागुची मते न्याय दियो हाँ मते न्याय दियो स्वामी तबे मारिलो मते मारिलो ମାଡ଼ ମାରିଛି ଯଦି ଏ କଥାକୁ ଆଗକୁ ବଢ଼ାଅ ତାହେଲେ ଜୀବନରୁ ମାରିଦେବି ଆରେ ଗୋଟିଏ ଛୋଟିଆ କଥାକୁ ନେଇ ତୁମେ ମୋତେ ଧିକ୍କାର କରୁଛ ଆରେ ମୁଁ ପରା ତମ ସ୍ୱାମୀ ପତି ଦେବତା कौन कहिल मन को बुझे देवी स्वामी स्त्री पवित्र संपर्क रे कड़ार चिन्ह लगे देइछ गुटे सामान्य चाकरण प्रेम जाल रे छंदी है तमे आज मते छोट करी देइछ कौन कहथिल माया तमे आज बेसी सुंदर देखा जाउछ छी जी निज स्त्री पिला चाकू अत्याचार करे ताकू ए दुनिया कहे अमनिष पशु जी निज विवाहित स्त्री थाउ थाउ अन्य स्त्री को आनी पाखरे रखे ताकू ए दुनिया कहे बिट्ट पुरुष तमे सही बिट्ट पुरुष छी राजा छी କଣ କହିଲ ସ୍ୱର୍ଣ୍ଣପ୍ରଭା ମୁଁ ରାଜା ହେବା ପାଇଁ ଅଯୋଗ୍ୟ ପବିତ୍ର ରାଜବଂଶକୁ ତୁମେ ଧିକ୍କାର କରୁଛ ମୋର ସ୍ୱାମୀ ପଣିଆକୁ ତୁମେ କଟୁକ୍ତ କରୁଛ हाँ ସାର ଗୋଟିଏ ଛୋଟିଆ କଥା ପାଇଁ ତୁମେ ସ୍ୱର୍ଣ୍ଣଗଡ଼ର ମହାରାଣୀ ହୋଇ ଏତେ ନିଚ ମନା କଲଙ୍କ ରଚନା କରିବ ଯୁଗ ଯୁଗ ପାଇଁ ଅପବାଦ ଦେଇଯିବ ମୋର ଏ ମଥାରେ वंशर परंपरा रही आसी बोली तमे आज ये स्वर्णगढ़ राजा हेच किंतु राजा हेबार योग्यता भी नाही कौन कहथिल पति देवता तमे पति देवता हेबा ପାଇଁ भी योग्य नुह अयोग्य କିଏ ହୋରାଣୀ ସ୍ୱର୍ଣ୍ଣପ୍ରଭା ଯଦି ତମ ମୋ ଭିତରେ ନାହିଁ ପତି ପତ୍ନୀର ମଧୁର ସମ୍ପର୍କ ତାହେଲେ ସେ ଶଙ୍ଖା ସିନ୍ଦୁର କାହା ପାଇଁ ଫେରାଇ ଦିଅ ତୁମ ହାତର ଶଙ୍ଖ ପୋଛି ଦିଅ ତୁମ ମଥାର ସିନ୍ଦୁର ना ना तमे ये स्वर्णगढ़ राज बाटिका को करी दैछ कलंकित ए राज प्रसाद छाड़ी चाली जीवी हेले चाली जीवारु आशीष दौनी तमर अंतर खोली दउची तमे अन्य नारी सहित संपर्क रखिछ आ मो मथा सिंदर को भाग भाग करी दैछ समय आसीब ए दुनिया आगे मुंड बाड़े बाड़े कांदिब सेही समय रे तम पर केही भी नथिबे एया होउची बर चिर अभिशाप କିଏ ହୋରାଣୀ ସ୍ୱର୍ଣ୍ଣପ୍ରଭା ଯଦି ତମେ ନ ପାରିବେ ମୁଁ ନିଶ୍ଚୟ ପାରିବି କାହିଁକି ନା ମୁଁ ତମ ସ୍ୱାମୀ ହେବା ପାଇଁ ଅଯୋଗ୍ୟ ଆଉ ସେ ଶଙ୍ଖା ସିନ୍ଦୁର ହେଉଛି ମାୟାବତୀର ଦିଅ ना ଫେରାଇ ଦିଅ ना ମୁଁ ପାରିବି ଫେରାଇ ଦିଅ ना तमे काहे के एमिति कहउछ तमे काहे के एमिति करूछ मु पारिबी जानी पारिबी
हे जगन्नाथ ମୋ ସ୍ୱାମୀ କରିଥିବା ଭୁଲ ପାଇଁ ମୁଁ ନର୍କକୁ ଯିବି ସ୍ୱାମୀ ପାଇଁ ପଛେ ନର୍କକୁ ଯିବି স্বামী পাই পছে স্বামী পাই পছে স্বামী পাই পছে নরক খুঁজিবি স্বামী পাই পছে নরক খুঁজিবি স্বামী পাই পছে নরক খুঁজিবি ତମେ ତମେ ମୋତେ କାହିଁକି ଏମିତି କଲ ଶେଷରେ ସବୁଦିନ ପାଇଁ ମୋତେ ବିଧବା ସଜେଇଦେଲ ସବୁଦିନ ପାଇଁ ମୋତେ ବିଧବା ସଜେଇଦେଲ ଚାଲିଯିବି ଚାଲିଯିବି ରାଜପ୍ରସାଦରୁ ହେଲେ ହେଲେ ପ୍ରଶ୍ନଟିଏ ପଚାରିବି ଆଉ ସେ ପ୍ରଶ୍ନର ଉତ୍ତର ତମେ ହିଁ ଦେଇପାରିବ ତମେ ହିଁ ଦେଇପାରିବ ପୁରୁଷ ଇଚ୍ଛା ଅନୁସାରେ ନାରୀର ଭାଗ୍ୟ ବଦଳିଯାଏ ସ୍ୱାମୀ ସନ୍ତୁଷ୍ଟ ଥିବା ଯାଏ ନାରୀ ଜୀବନରେ ଥାଏ ବସନ୍ତ ପୁରୁଷ ଥରୁଟିଏ ରାଗିଗଲେ ନାରୀ ଜୀବନରେ ଘଟି ଆସେ ଆନନ୍ଦ ହେଲେ ସେଥିରେ କି ଭୁଲ କରିଥିଲା ଅହଲ୍ୟା ସ୍ୱାମୀର ପାପକୁ ମୁଣ୍ଡରେ ମୁଣ୍ଡେଇ ପାଷାଣ ପାଲଟି ଗଲା ହେଲେ ଭୁଲ କଲେ ଇନ୍ଦ୍ର ଦଣ୍ଡ ପାଇଲା ଅହଲ୍ୟା ଦଣ୍ଡ ପାଇଲା ଅହଲ୍ୟା ହେଲେ ସ୍ତ୍ରୀର ଦେହ ନଦୀ ସ୍ୱାମୀ ନାରୀ ସ୍ତ୍ରୀର ଶଙ୍ଖ ସିନ୍ଦୁର ମଥା ଓଢ଼ଣୀ ସ୍ୱାମୀ ନାରୀ ବାର ପର୍ବ 13 ଓଷା ପୂଜା ପାଠ ସବୁ ନାରୀର କେବଳ ଆଶୀର୍ବାଦ ପାଏ ସ୍ୱାମୀ ହେଲେ ଏତେ ସବୁ କଲା ପରେ ଗୋଟିଏ ନାରୀକୁ କାହିଁକି ଅନ୍ୟାୟ ଅତ୍ୟାଚାର କାହିଁକି କାହିଁକି ଏତେ ଅନ୍ୟାୟ ଅତ୍ୟାଚାର ସେ ମାୟାବତୀ ସହିତ ଘର ସଂସାର କର ତମକୁ ପାଗଳ କରିଛି ସେ ମାୟାବତୀର ଚୋରା ବିରତି କାହିଁକି ନା ସେ ହଉଛି ତମ ଅଧା ରାତିର ସାଥୀ ମନ ଝୁରେ ଲୁହା ଝରେ ନିଜର କଦ
ଜଗନ୍ନାଥ ଜଗନ୍ନାଥ କ୍ଷଣିକେ ବଦଳିଗଲା ମୋ ଭାଗ୍ୟର ଭୋଗଲ। ଏ ସ୍ୱର୍ଣ୍ଣଗଡ଼ ରାଜା ଭାନୁ ପ୍ରତାପ ମୁଣ୍ଡରେ ଲଦିଦେଲ କଲଙ୍କର ବୋଝ। ଦଲକାଏ ପବନରେ ଚୁରମାର ହେଇ ଭାଙ୍ଗିଗଲା ସୁନାର ସଂସାର। ଯାଉ ସ୍ତ୍ରୀ ଯାଇଛି, ପୁତ୍ର ବି ଯାଇଛି, ଗୋଟି ଗୋଟି କରି ସମସ୍ତେ ଚାଲି ଯାଆନ୍ତୁ। ମୁଁ ଏକା ଆସିଛି, ଏକା ହିଁ ମରିବି। ଯାଆନ୍ତୁ, ସମସ୍ତେ ଚାଲି ଯାଆନ୍ତୁ। ଆଜି କାହିଁକି ଏଇ ଆମ ମହାରାଜାର ରାଜ ସିଂହାସନ ଶୂନଶାନ ଦେଖାଯାଉଛି? କାହିଁକି? କ'ଣ କେହି ହେଇଛି ନାହିଁ କି? ମହାରାଜ ମହାରାଜ ବୋଲ ମହାରାଜ, ଆପଣ କାହିଁକି କାନ୍ଦୁଛନ୍ତି ମହାରାଜ? କାନ୍ଦୁଛି ରେ ହରିବୋଲ, କାନ୍ଦୁଛି ମହାରାଜ ଆଉ ଭାବୁଛି ଆଜି ମୋ ପ୍ରତି ଯାହା ସବୁ ଘଟିଗଲା ସେ ସବୁ ଠିକ୍ ନା ଭୁଲ। କ'ଣ ଘଟିଗଲା ମହାରାଜ? ଆଜି ପବିତ୍ର ରାଜବଂଶର ମାନ ସମ୍ମାନ ସବୁ ମାଟିରେ ମିଶିଗଲା ରେ। ମହାରାଜ ଧ୍ୱଂସ ହୋଇଗଲା ମୋର ମାନ ସ୍ୱାଭିମାନ, ଅନ୍ଧକାର ହୋଇଗଲା ମୋର ଏ ସଂସାର। ମହାରାଜ, ତମେ ଏକା କାହିଁକି ଭାବୁଛନ୍ତି ମହାରାଜ? ତମ ସହିତ ଏଇ ହରିବୋଲ ଅଛି। ଜାଣିଛ ମହାରାଜ, ମୋ ଭଣଜା ବିକ୍ରମ ବି ଅଛି। ତୁମ ଭଣଜା ବିକ୍ରମ? ହଁ ମହାରାଜ। ହରିବୋଲ, ମହାରାଜ ଏତେ ବଡ଼ ରାଜବାଟୀର କାର୍ଯ୍ୟଭାର ସହିତ ଏ ବିଶାଳ ସ୍ୱର୍ଣ୍ଣଗଡ଼ର କାର୍ଯ୍ୟ ସବୁ ମୋ ପ୍ରତି ସମ୍ଭବ ହୋଇପାରୁନି। ମହାରାଜ ତେଣୁ ମୁଁ ବି ମନେ ମନେ ସ୍ଥିର କରିଥିଲି ଏମିତି କେହି ଜଣେ ମିଳିଯାଆନ୍ତା କି ତାକୁ ଏ ସ୍ୱର୍ଣ୍ଣଗଡ଼ ସେନାପତି ପଦବୀରେ ନିୟମିତ କରି ମୁଁ ଟିକେ ଜଞ୍ଜାଳ ମୁକ୍ତ ହୁଅନ୍ତି। ଆରେ ଦେଖୁଛୁ କ'ଣ, ଡାକ୍ ତାକୁ। ହଁ ମହାରାଜ। ଆରେ ଭଣଜା ବିକ୍ରମ, ଭଣଜା ବିକ୍ରମ। ମହାରାଜ ମହାରାଜ, ମୋ ଭଣଜା ବିକ୍ରମ ଚାଲି ଆସିଛି। ବିକ୍ରମ, ଶୁଣ ବିକ୍ରମ, ଆଜିଠାରୁ ମୁଁ ତୁମକୁ ଏ ସ୍ୱର୍ଣ୍ଣଗଡ଼ ରାଜ୍ୟର ସେନାଧ୍ୟକ୍ଷ ପଦବୀରେ ନିୟମିତ କରୁଛି। ବର୍ତ୍ତମାନ ଠାରୁ ତୁମେ ତୁମ କାର୍ଯ୍ୟରେ ଲାଗିଯାଅ। ଆଉ କାର୍ଯ୍ୟର ଶୁଭାରମ୍ଭରେ ତୁମକୁ ମୋର ପ୍ରଥମ ଆଦେଶ, ଏ ସ୍ୱର୍ଣ୍ଣଗଡ଼ର ମହାରାଣୀ ସ୍ୱର୍ଣ୍ଣପ୍ରଭା ଏ ଗଡ଼ର ଉତ୍ତରାଧିକାରୀ ଉଦ୍ୟମାନ ସୂର୍ଯ୍ୟକୁ ସାଥିରେ ନେଇ ଚାଲିଯାଇଛି। ଯେମିତି ହେଉ, ଯେକୌଣସି ପ୍ରକାରେ ହେଉ, ତୁମେ ଦୁହେଁ ଯାଇ ମା ଓ ପୁଅଙ୍କୁ ଫେରାଇ ଆଣିବାକୁ ହେବ। ଯଦି ସେମାନଙ୍କୁ ଫେରାଇ ନ ଆଣିଛ ତାହେଲେ ତମେ ଦୁହେଁ ମୋର ଏ ରାଜପ୍ରାସାଦକୁ ପାଦ ଦେବନି। ମୋ ଉପରେ ଭରସା ରଖନ୍ତୁ ମହାରାଜ। ମୁଁ ଆପଣଙ୍କର ସବୁ କାର୍ଯ୍ୟରେ, ସବୁ ସ୍ଥିତିରେ, ସବୁ ସମୟରେ ଆପଣଙ୍କ ଆଜ୍ଞାକୁ ପାଳନ କରିବି। ହଁ ମହାରାଜ। ଆପଣ ନିଶ୍ଚିନ୍ତରେ ବିଶ୍ରାମ ନିଅନ୍ତୁ ମହାରାଜ। ମୁଁ କ'ଣ କହିଲି ମନେ ରହିଲା ତ? ତେବେ ମୁଁ ଆସୁଛି। রাজা চন্দ্রহাস, তু ভুল করিছু রাজা। মଣିଷ ଚିହ୍ନିବାରେ ତୁ ଭୁଲ କରିଛୁ।
ଗୋଟାଏ ନୂଆ ପିଣ୍ଡୁଲାକୁ ତୋ ହାତରେ ଧରିଛୁ। ହାତଟା ତୋର ପଡ଼ିଯିବ ରାଜା। ମାମୁଁ আরে ভরঞ্জা, ରାଜା ଭାନୁ ପ୍ରତାପ କ'ଣ କହିଲା? ମୁଁ ବର୍ତ୍ତମାନ ଏ ସ୍ୱର୍ଣ୍ଣଗଡ଼ ରାଜ୍ୟର ନବନିଯୁକ୍ତ ସେନାପତି ବିକ୍ରମ ବଳିଆ। ହେଲେ ମାମୁଁ, ভরঞ্জা, ତମେ ସେଦିନ କହିଥିଲ ଏଇ ରାଜା ଭାନୁ ପ୍ରତାପ ଲାଗି ମୋ ପିତା ମାତା ସ୍ୱର୍ଗବାସ ଧାମ କରିଛନ୍ତି। ତାଙ୍କର ଶେଷ ଇଚ୍ଛା ରକ୍ଷା କରିବାକୁ ଯାଇ ମୁଁ ବର୍ତ୍ତମାନ କାହାଣୀର ଗତିପଥକୁ ଏମିତି ବଦଳାଇ ଦେବି, ଆଜି ନହେଲେ କାଲି ଏ ସ୍ୱର୍ଣ୍ଣଗଡ଼ ସିଂହାସନରେ ରାଜା ହେବି, ରାଜା। ভরঞ্জা, ମାମୁଁ এ রাজ্যের তু রাজা হেব। କହିଦିଅ ସମସ୍ତଙ୍କୁ, ସମସ୍ତେ ହେଇଯିବେ ହୁସିଆର। ମୁଁ ଆସିଛି, ମୁଁ ବିକ୍ରମ ବଳିଆ। କ'ଣ କରିବି ଆଉ? ସୂର୍ଯ୍ୟ, ଏ ସୂର୍ଯ୍ୟ, ତତେ ଦେଖି ସବୁଦିନ ଏ ଦୁନିଆରେ ମୁଁ ବଞ୍ଚି ରହିବି କେବଳ ତୋରି ପାଇଁ ସୂର୍ଯ୍ୟ। ମୋ ସୁନାଟ ପରା, ତୁ ଆଉ କାନ୍ଦନା, ମୁଁ ଆଉ କ'ଣ କରିବି? ମୋ ହାତର ଶଙ୍ଖ ସିନ୍ଦୁର ସବୁକୁ ଛଡ଼େ ମତେ ସ୍ୱର୍ଣ୍ଣଗଡ଼ ରାଜ୍ୟରେ ଧକ୍କା ମାରି ବାହାର କରିଦେଲା। ହେଲେ ଚାଲି ଚାଲି ମୋ ପାଦ ଥକି ଗଲାଣି। ନା ନା, କ'ଣ କରିବି ଆଉ? କେତେ ଓଷା ବ୍ରତ କରି ପାଇଛି ତତେ, ଭାଗ୍ୟ ସାଜିଲା ଭଗାରୀ ତତେ ଆଉ ମତେ ସୁନା ଏ ସୂର୍ଯ୍ୟ। ନା ନା, ମୁଁ ସେଇଠି ସମୁଦ୍ର ଦେଖାଯାଉଛି, ସେଇ ପାଖକୁ ଯାଏ, ସେଇ ଗଛ ମୂଳରେ ଟିକେ ବିଶ୍ରାମ ନେବି। ହଁ, ଟିକେ ବିଶ୍ରାମ ନେବି।
ସ୍ୱର୍ଣ୍ଣପ୍ରଭାକୁ ଯେମିତି ହେଉ ଖୋଜିକି ନେବାକୁ। ଆଉ କ'ଣ କହିଛନ୍ତି? ରାଣୀ ଆଉ ପୁଅ ମଧ୍ୟରେ ଯାହାକୁ ଯଦି ନ ଆଣିବ ମୁଁ ରାଜ୍ୟକୁ ପାଦ ଦେବନି। ହେଲେ ଅନେକ ଦୂର ଚାଲି ଆସିଲୁ ଆମେ, ସେ ମହାରାଣୀଙ୍କର କୋଉଠି ଦେଖା ମିଳୁନି। ଚାଲ ଆଗକୁ ଟିକେ ଯିବା। ମାମୁଁ ଶୁଣିପାରୁଛ? କ'ଣ ଭଣଜା? ଶୁଣିପାରୁଛ? ଗୁଣୁଗୁଣୁ ଗୁଣୁଗୁଣୁ ହୋଇ ହଁ ଗୀତ ଭଣଜା, ମୋତେ ତ ଯାହା ସନ୍ଦେହ ଲାଗୁଛି ଭୂତ। ହଁ ନିଶ୍ଚୟ ଭୂତ ହେଇଥିବ। ଏ ମାମୁଁ, ଭୂତ ନା ଧରି ତମେ ଏମିତି ଥରୁଛ କାହିଁକି? ଆରେ ଭଣଜା, ମୋତେ ମାମୁଁ। ଭୂତକୁ ବହୁତ ଡର। ଭୂତ ତ ଭୂତ, ଭୂତର ଗୋପା ଆସିଲେ ବି ମୋତେ କିଛି କରିପାରିବନି। ଆରେ ଭଣଜା, ଦେଖ ଦେଖ ଦେଖ, ବୁଦ୍ଧି ଆରେ ଭଣଜା, ଏଇ ତ ଆମ ରାଣୀମା ପରି ଦେଖାଯାଉଛି। ହଁ ରାଣୀମା, ତମେ ତମେ ଏ ସମୟରେ ଏ ଅନ୍ଧାର ରାତିରେ ତମେ ମାନେ କିଏ? କାହିଁକି ଆସିଛ? ରାଣୀମା, ମୁଁ ହଉଛି ହରିବୋଲ ଘମସ୍ତା। ହରି ବୋଲ, ହଁ ହଁ, ତମେ ହଠାତ୍ ଏ ସମୟରେ ମୋ ପାଖରେ ଆସିବାର କାରଣ କ'ଣ? ଆସିବା କାରଣ ଆମକୁ ମହାରାଜା କହିଛି ତୁମ ରାଣୀମାକୁ ମୋ ରାଜ ଉଆସକୁ ଯାହା ଫେରି ଆଣିବ ବୋଲି। ଆମ ସହିତ ରାଜ ଉଆସକୁ ଚାଲ ଯିବା ରାଣୀମା। କ'ଣ କହିଲ? ନା ନା ହରିବୋଲ, ମୁଁ ଆଉ ସେଇ ରାଜପ୍ରସାଦକୁ ଯାଇପାରିବିନି। ସେଇଠି ମୋ ପାଇଁ ନିଆଁ ଜଳୁଛି। ହଁ, ନିଆଁ ଜଳୁଛି। ନାଇଁ ରାଣୀମା, ରାଣୀମା, ମୁଁ ହେଉଛି ଆପଣଙ୍କ ରାଜ୍ୟର ନବନିଯୁକ୍ତ ସେନାଧ୍ୟକ୍ଷ ସେନାପତି ବିକ୍ରମ ବଳିଆର। ରାଜାଙ୍କ ଆଦେଶ ଅଛି ମଣି ରାଣୀମା, ଚାଲନ୍ତୁ। ରାଜା ଆମକୁ ଆପଣଙ୍କୁ ନେବା ପାଇଁ ପଠାଇଛନ୍ତି ରାଣୀମା। ତମେ କ'ଣ ଜାଣିନ? ସେ ରାଜମହଲ ରାଜା ଭାନୁପ୍ରତାପ ପାଗଳ କରିଛି ମାୟାବତୀର ଚୋରା ପିରତି। ସେଥିପାଇଁ ସବୁଦିନ ସବୁ ସମ୍ପର୍କ କାଟିଦେଇ ମୁଁ ଚାଲି ଆସିଛି। ମାୟାବତୀର ଚୋରା ପିରତିରେ ରାଜା ବର୍ତ୍ତମାନ ପାଗଳ? କହିବେ ରାଣୀମା, କହିବେ କି ସେ ମାୟାବତୀଟା କିଏ? ତମେ ଜାଣିବା ପାଇଁ ଚାହିଁବ? ହଁ, ମଧୁପୁରର ମାୟାବତୀ। ମାୟାବତୀ ମଧୁପୁରର ମାୟାବତୀ, ଚାକରାଣୀ ମାୟାବତୀ ମାନେ ମୋ ପ୍ରେମିକା ମାୟାବତୀ। ମାମୁଁ, ଭଣଜା, ଯାହାକୁ ମୁଁ ଜୀବନ ଦେଇ ଭଲ ପାଉଥିଲି, ହଁ ଭଣଜା, ସେ ମାୟାବତୀଟା ବର୍ତ୍ତମାନ ରାଜା ଭାନୁପ୍ରତାପଙ୍କ ପ୍ରେମରେ ପାଗଳ। ରାଣୀମା, ଯେଉଁ ମାୟାବତୀର ନାଁ ତମେ ଆଜି ଧରିଛ, ଜାଣିଛ ସେ ମାୟାବତୀ ହେଉଛି ବିକ୍ରମ ବଳିଆରର ଅଧା ରାତିର ସାଥୀ। ରାଜା ଭାନୁପ୍ରତାପ, ତୁ ରାଜା ହୋଇ ଗୋଟାଏ ଚାକରାଣୀକୁ ତୋ ପ୍ରେମ ଜାଲରେ ଫସାଇ ତୋର ନିଜର କରି ନେଇଛୁ, ଆଉ ମୋତେ ପାଗଳ ପ୍ରେମିକ ସଜାଇ ଦେଇଛୁ।
ସେଥିପାଇଁ ତାର ପ୍ରତିଶୋଧ ନେବି। ଆଉ ତାର ପ୍ରତିଶୋଧ ହେଲା, ତାର ପ୍ରତିଶୋଧ ଆରମ୍ଭ କରିବି ତୋ ମାୟାବତୀର ପ୍ରତିଶୋଧଟା ତୋ ମହାରାଣୀ ସ୍ୱର୍ଣ୍ଣପ୍ରଭା ଉପରେ। ମହାରାଣୀ ସ୍ୱର୍ଣ୍ଣପ୍ରଭା, ତମେ କିଏ? ତମକୁ ମୁଁ ଜାଣିନି। ତମେ କାହିଁକି ମୋ ପଛରେ ଆସିଛ? ପ୍ରଥମରେ କହିଲି ମୁଁ ହେଉଛି ଆପଣଙ୍କ ସ୍ୱର୍ଣ୍ଣଗଡ଼ର ନବନିଯୁକ୍ତ ସେନାପତି ବିକ୍ରମ ବଳିଆର। ଦେଖ, ମୁଁ ତମକୁ ହାତ ଯୋଡୁଛି, ନିର ହଉଛି, ମୋ ଯିବା ବାଟରେ ମତେ ଦିଅ। ଧର ମାମୁଁ, ଧର ସେ ଛୁଆକୁ। ମହାରାଣୀ ସ୍ୱର୍ଣ୍ଣପ୍ରଭା, ତମ ରାଜା ଯେମିତି ମୋ ପ୍ରେମିକା ମାୟାବତୀକୁ ନିଜର କରି ନେଇଛି, ମୁଁ ଆଜି ତମକୁ ଛାଡ଼ିବିନି ମହାରାଣୀ। ତମକୁ ଆଜି ଏଠି ପ୍ରତିଶୋଧ ନେବି, ପ୍ରତିଶୋଧ। ଆସ ଆସ ମହାରାଣୀ। সর্বনাশ মামু, সর্বনাশ। ଭଣଞ୍ଜା, মহারানী স্বর্ণপ্রভাটা অথଳ ସାଗର ମଧ୍ୟକୁ ଡେଇଁ ପଡ଼ିଲେ, ଆଉ ସବୁଦିନ ପାଇଁ ସର୍ବନାଶ। ଆରେ ଭଣଞ୍ଜା, ଏବେ କ'ଣ କରିବା? କ'ଣ କରିବା? ହଁ, ରାଣୀ ସ୍ୱର୍ଣ୍ଣପ୍ରଭାଟା ଅଥଳ ସାଗର ମଧ୍ୟକୁ ଡେଇଁ ପଡ଼ି ସବୁଦିନ ପାଇଁ ସର୍ବନାଶ ହେଇଯାଇଛନ୍ତି। ସ୍ୱର୍ଗକୁ ଚାଲିଗଲା। ଦିଅ ଦିଅ ସେ ଛୁଆକୁ, ତାକୁ ମଧ୍ୟ ଏଠି ଶେଷ କରିଦେବି। ନା ଭଣଞ୍ଜା, ମୁଁ এই কলা শিশুটা কি দোষ করেছি যে তোমার হাতকে মু টেকি দেবি? ପ୍ରତିଶୋଧ ନେବୁ, ପ୍ରତିଶୋଧ। ଭଣଞ୍ଜା, ପ୍ରତିଶୋଧର ନିଆଁରେ ମୋ ଅନ୍ତର ଜଳୁଛି। ଦିଅ ସେ ଛୁଆକୁ, ନା ଭଣଞ୍ଜା, ତାକୁ ମଧ୍ୟ ଏଠି ଶେଷ କରିଦେବି। ନ ରହିବ ବାଉଁଶ, ନ ବାଜିବ ବାଂଶୁରୀ। ଏ ଭଣଞ୍ଜା, ଜାଣିଛ ନା, ଏ ଛୁଆ ଦିନେ ବଡ଼ ହେବ, ଆଉ ବଡ଼ ହେଲେ ମୋର କଣ୍ଟା ସାଜିବ, କଣ୍ଟା। ତେଣୁ ଦିଅ ତାକୁ। ଭଣଞ୍ଜା, আরে ভণজা, এ ছুয়ার কথা মতে তু ছাড়ি দে, তার কথা মু বুঝিবি। ମୁଁ হ্যাঁ ভণজা, এ কলা শিশু কোন দোষ করেছি? ଅଁଳା ଶିଶୁର ସିନା ଦୋଷ ନିଭ, ତା ବାପା ଭାନୁ ପ୍ରତାପ ଦୋଷ କରିଛି। ବାପାର ଦୋଷଟା ପୁଅ ସୁଝିବ। ଯେମିତି ବାପ ଖାଇଥିବା ଋଣକୁ ପୁଅ ସୁଝେ, ଠିକ୍ ସେପରି ରାଜା ଭାନୁ ପ୍ରତାପର ଦୋଷକୁ ଏ ପୁଅ ନିଶ୍ଚୟ ଗ୍ରହଣ କରିବାକୁ ବାଧ୍ୟ। আরে ভণজা, এ কলা শিশুকে মুই নেই নদী সাগরের মু বুড়েই দেবি, তা কথা মু বুঝিবি। ଦେଖ ମାମୁଁ, ମୁଁ ବର୍ତ୍ତମାନ ଆସୁଛି। হ্যাঁ ভণজা, ଏ ଛୁଆକୁ ସବୁଦିନ ପାଇଁ ଏଠାରେ হ্যাঁ ভণজা, তার কথা মু বুঝুছি। কড়, এ
ଏ କଅଁଲା ଶିଶୁକୁ ମୋ ଭଣଞ୍ଜା ବିକ୍ରମର ହାତରେ ମୁଁ ଟେକିଦେବି। ସେ କ'ଣ ଜୀବନରୁ ମାରିଦେବେ? ନା, ଲୋକେ କାନ୍ଦେ ନା ରେ ଧନ, କାନ୍ଦେ ନା, କାନ୍ଦେ ନା, କାନ୍ଦେ ନା। ଲୋକେ କହନ୍ତି ସ୍ତ୍ରୀ ହତ୍ୟା, ବାଲକ ହତ୍ୟା। ଏଇ ବାଲକକୁ ଆମେ ମାରିଦେବା, ବାଲକ ହତ୍ୟା ଲାଗିଯିବ। ନା, ମୁଁ ସେଇ ରାଜା ପାଖକୁ ମୁଁ ପହଞ୍ଚିଯିବି।